ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାର ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ମ୍ୟାକ୍ସିମମ୍ ପିଲାମାନେ ମେସେଜ କରି କହୁଛନ୍ତି ସାର୍ ଆମର ଯେଉଁ ଆର୍ଆଇ ଏଆର୍ଆଇ ଅମିନ ପରୀକ୍ଷା ହେବ ସେଇଟା କେମିତି ଅଫଲାଇନ୍ ମୋଡ଼ରେ ଆପଣଙ୍କର ହେଲେ ଭଲ, କିମ୍ବା ଯଦିଓ ଅନଲାଇନ୍ ମୋଡ଼ରେ ଆପଣଙ୍କର ହେଉଛି ତାକୁ ଗୋଟେ ବଡ଼ ସଂସ୍ଥା ଆପଣଙ୍କର TCS ଭଳିଆ ଆପଣଙ୍କର କରନ୍ତୁ, ବହୁତ ହି ଭଲ ହେବ। ଦେଖନ୍ତୁ, ଅନଲାଇନ୍ ଆଉ ଅଫଲାଇନ୍ ମଧ୍ୟରେ ପରୀକ୍ଷାରେ ଟିକେ ଡିଫରେନ୍ସ କ'ଣ ନା, ପୂର୍ବରୁ ଯେମିତି ଆପଣଙ୍କର ଅଫଲାଇନ୍ ପରୀକ୍ଷା ହେଉଥିଲା, ଗୋଟେ ଦିନରେ ଆପଣଙ୍କର ପରୀକ୍ଷା ହେଉଥିଲା, ଏକା ସାଙ୍ଗରେ ସମସ୍ତେ ପରୀକ୍ଷା ଆପଣଙ୍କର ଦେଉଥିଲେ, ସମସ୍ତଙ୍କର କ୍ୱେଶ୍ଚିନ୍ ଆପଣଙ୍କର ସେମ୍, ଯାହା ବାହାରିବ ସେଇ ଭିତରୁ ପିଲା ଆପଣଙ୍କର ସିଲେକ୍ସନ୍ ପାଇଯାଉଥିଲେ। ଏବେ ଅନଲାଇନ୍ ପରୀକ୍ଷାରେ ଟିକେ ଦେଖନ୍ତୁ, ବେନିଫିଟ୍ ଏଇଆ, ଦେଖନ୍ତୁ ଅଫଲାଇନ୍ରେ କ'ଣ ନା କ୍ୱେଶ୍ଚିନ୍ ଲିକ୍ ହେବାର ଚାନ୍ସ ଟିକେ ରହିଥାଏ, ପ୍ରାୟତଃ କେବେ ହେଇନି ଓ ଟ୍ରିପଲ୍ ଏସି ବାଗାରାର, ଠିକ୍ ଅଛି, ଏଇଟା ଗୋଟେ ଡର ଥାଏ, ନହେଲେ ଆଉ କିଛି ନାହିଁ। ତାପରେ ଅନଲାଇନ୍ରେ ଆପଣଙ୍କର ବେନିଫିଟ୍ କ'ଣ ନା, କିଛି ବି ଆପଣଙ୍କର କ୍ୱେଶ୍ଚିନ୍ ବାଗେରା ଲିକ୍ ଆପଣଙ୍କର ହେବନି, ପ୍ରାୟତଃ ହୁଏନି, ଆଉ କ'ଣ ହେଉଥିବ ଭିତରେ କ'ଣ ସେଥିରେ କହିହେବନି, ଠିକ୍ ଅଛି। ବଟ୍ ମେନ୍ ଜିନିଷ ହେଉଛି ଆପଣଙ୍କର ଏଇଆ ଯେ ସିଫ୍ଟ ୱାଇଜ୍ ଯେହେତୁ ଆପଣଙ୍କର ହେଉଛି ନା, ସବୁ ପିଲାଙ୍କର କ୍ୱେଶ୍ଚିନ୍ ଅଲଗା ଅଲଗା ଆପଣଙ୍କର ଆସୁଛି। ଯେମିତି ଫରେଷ୍ଟ ଗାର୍ଡ଼ରେ 14 ଦିନ ଆପଣଙ୍କର ପରୀକ୍ଷା ହେଇଥିଲା, 42ଟି ଆପଣଙ୍କର ସିଫ୍ଟରେ। ଏବେ ଆର୍ଆଇ ଏଆର୍ଆଇ ଅମିନ୍ ଅଙ୍ଗନବାଡ଼ି ସୁପରଭାଇଜର ଆପଣଙ୍କର ପାଖାପାଖି ମାସେ ପରୀକ୍ଷା ହେବ, ମାନେ ଧରି ନିଅନ୍ତୁ 50ରୁ ଅଧିକ ସିଫ୍ଟରେ ତ ଆପଣଙ୍କର ପରୀକ୍ଷା ନିହାତି ହେବ। ପ୍ରୋବ୍ଲେମ୍ କ'ଣ ହେଉଛି ଦେଖନ୍ତୁ, ଏଇଆ ପ୍ରୋବ୍ଲେମ୍ ହେଉଛି ଏଇ ଯେଉଁ ପାର୍ସେଣ୍ଟାଇଲ୍ ସିଷ୍ଟମ୍, ମାନେ କାହାର ମାର୍କ ଆପଣଙ୍କର ବଢ଼ିଯାଉଛି କମିଯାଉଛି ବାଗେରା, ଏଗୁଡ଼ା ଟିକେ ପ୍ରୋବ୍ଲେମ୍ ରହୁଛି। ଗୋଟେ ଦିନରେ ପରୀକ୍ଷା ଆପଣଙ୍କର କଲେ ସବୁଠାରୁ ବେଷ୍ଟ, ବଟ୍ ସେଇଟା ହେଇପାରୁନି। ମେନ୍ କଥା ହେଉଛି ସେଇଟା। ଏବେ ଦେଖନ୍ତୁ ଅନଲାଇନ୍ ମୋଡ଼ରେ ଆରମ୍ଭ ହେଲେ, ଏବେ ଅନଲାଇନ୍ ମୋଡ଼ରେ ହିଁ ଆପଣଙ୍କର ପ୍ରାୟତଃ ଚାଲିଥିବ, କଥା ହେଉଛି ସେଇଟା। ଏବେ ଆପଣ କହିବେ ସାର୍ ଏଇଟାକୁ ଅଫଲାଇନ୍ ମୋଡ଼ରେ କରିହେବ କି ନାହିଁ, ଦେଖନ୍ତୁ ଅଫଲାଇନ୍ ମୋଡ଼ରେ ଚାହିଁଲେ ଓ ଟ୍ରିପଲ୍ ଏସି ବାଲା ଏବେ କରିପାରିବେ କି ନାହିଁ ମୁଁ ଜାଣିନି, କାହିଁକିନା ଯେତେବେଳେ ଏକ୍ଜାମ୍ ଡେଟ୍ ଆସେ ନା, ତାମାନେ ତା ପୂର୍ବରୁ ସେମାନେ ସବୁ କ୍ୱେଶ୍ଚିନ୍କୁ ଅଲରେଡ଼ି ରେଡ଼ି କରିଥାନ୍ତି ଏବଂ ସେମାନେ ଅଲରେଡ଼ି ଗୋଟେ ଏଜେନ୍ସିକୁ ମଧ୍ୟ ଠିକ୍ କରିଥାନ୍ତି, ଠିକ୍ ଅଛି। ତ ଆପଣମାନେ ଟ୍ରାଏ କରିକି ଦେଖନ୍ତୁ, ଆପଣମାନେ ଟ୍ରାଏ କରିବା ପାଇଁ ଚାହୁଁଛନ୍ତି କରିକି ଦେଖନ୍ତୁ, ଯଦି ଆପଣ ଅଫଲାଇନ୍ ମୋଡ଼ରେ କରେଇ ପାରୁଛନ୍ତି କିମ୍ବା ପୂର୍ବରୁ ଯେମିତି ଆପଣଙ୍କର ହେଉଥିଲା ସେମିତି କରିକି ଦେଖନ୍ତୁ, ବହୁତ ହି ଭଲ ହେବ। ଆପଣ ଗୋଟେ ପିଲାର ଗୋଟେ କାହାର ଗୋଟେ ଏଇ ଯେଉଁ ଫଟୋ ପଠାଉଥିଲେ, ସିଏ ଏଇ ଯେଉଁ ପିଓରେ ବହୁତ କମ୍ ରଖିଥିଲେ, ଏଥିରେ ଅଧିକ ପାର୍ସେଣ୍ଟାଇଲ୍ ରଖିଛନ୍ତି। ଦେଖନ୍ତୁ କାହାରି ସମ୍ପର୍କରେ ତ ମୁଁ କହିବିନି, କାହିଁକିନା ସିଏ କେମିତି କ'ଣ ରଖିଲା ଏଇଟା ତ ଓ ଟ୍ରିପଲ୍ ଏସି ବାଲା ହିଁ ଆପଣଙ୍କର କହିବ, ଏଥିରେ ମୁଁ ଆଉ ଆପଣଙ୍କୁ କ'ଣ କହିବି, ରାଇଟ୍ ନା, ଠିକ୍ ଅଛି। ତେଣୁକରି ଆପଣମାନେ ସେଇ ଜିନିଷଟାକୁ ହାଇଲାଇଟ୍ କରନ୍ତୁ। ହାଇଲାଇଟ୍ କଲେ ବି କ'ଣ ହେଉଛି ନା, ଆପଣମାନଙ୍କର ମନେ ଥିବ OSSC ସମୟରେ ବି ଆପଣମାନେ ହାଇଲାଇଟ୍ ଆପଣଙ୍କର କରିଥିଲେ। ସେଇ ସମୟରେ କ'ଣ ହୁଏ ନା, ସେମାନେ ଅବଶ୍ୟ ଟିକେ ଷ୍ଟ୍ରିକ୍ଟ ଆପଣଙ୍କର ହୁଅନ୍ତି, କିନ୍ତୁ ଅନଲାଇନ୍ ମୋଡ଼ରେ ହିଁ ଆପଣଙ୍କର ଚାଲିଥାଏ। ପରବର୍ତ୍ତୀ ସମୟରେ ଅବଭିୟସଲି ସବୁ ପରୀକ୍ଷା ଗୁଡ଼ା ସେମାନେ ଅଫଲାଇନ୍ ମୋଡ଼ରେ ବର୍ତ୍ତମାନ ଆପଣଙ୍କର କରୁଛନ୍ତି। ତେଣୁ କରିକି OSSC ବି ପ୍ରାୟତଃ ମ୍ୟାକ୍ସିମମ୍ ପରୀକ୍ଷା ଗୁଡ଼ା ଏବେ ଅଫଲାଇନ୍ ବି କରୁଛି, ଅନଲାଇନ୍ ବି ଆପଣଙ୍କର କରୁଛନ୍ତି, ଯେହେତୁ ଏଥିରେ ବହୁତ ସଂଖ୍ୟାରେ ଆପଣଙ୍କର ପରୀକ୍ଷା ଦେବେ, ଠିକ୍ ଅଛି। ତ ଆପଣମାନେ ଟ୍ରାଏ କରିକି ଦେଖନ୍ତୁ, ଯଦି ହେଲା ବହୁତ ହି ଭଲ, ନହେଲେ ତ ସେ ଅନଲାଇନ୍ ମୋଡ଼ରେ ଆପଣଙ୍କର ପରୀକ୍ଷା ଆପଣଙ୍କର ହେବ। ଅନଲାଇନ୍ ମୋଡ଼ରେ ପରୀକ୍ଷା ହେଲେ ବି କିଛି ପ୍ରୋବ୍ଲେମ୍ ନାହିଁ। ପ୍ରୋବ୍ଲେମ୍ ହେଉଛି ଏଇଆ, ଏଇ ଯେଉଁ ପାର୍ସେଣ୍ଟାଇଲ୍ ସିଷ୍ଟମ୍ ବଗେରା ବାହାରୁଛି, ଏଇଟା ଅସୁବିଧା। କେବଳ ର ସ୍କୋର ରିଲିଜ୍ ହୁଅନ୍ତା, ଆପଣ କହିବେ ସାର୍ ର ସ୍କୋର କାହିଁକି ହେଇପାରୁନି, କାହିଁକିନା କ୍ୱେଶ୍ଚିନ୍ ଗୁଡ଼ା ଭେରି କରୁଛି, କଥା ହେଲା ସେଇଟା। ଯେତେବେଳେ କ୍ୱେଶ୍ଚିନ୍ ଗୁଡ଼ା ଅଲଗା ଅଲଗା ସିଫ୍ଟରେ ଆପଣଙ୍କର ହୁଏ ନା, ସମସ୍ତଙ୍କର କ୍ୱେଶ୍ଚିନ୍ ଅଲଗା ଅଲଗା ଆସିବ। ଏବେ ଯଦି କ୍ୱେଶ୍ଚିନ୍ ଅଲଗା ଅଲଗା ଆସେ, ଡିଫିକଲ୍ଟି ଲେବୁଲ୍ ସେମାନେ ସମାନ କରିପାରୁନାହାନ୍ତି। ଡିଫିକଲ୍ଟି ଲେବୁଲ୍ ଯେହେତୁ ସମାନ କରିପାରୁନାହାନ୍ତି, ତ ସମସ୍ତଙ୍କର ସ୍କୋରକୁ ନେଇକି ସିଲେକ୍ସନ୍ କରାଯାଇ ପାରୁନାହିଁ, କଥା ହେଲା ସେଇଟା, ଠିକ୍ ଅଛି। ତ ଏହା ଥିଲା ଆପଣଙ୍କର ଜିନିଷ। ଅଫଲାଇନ୍ରେ ବହୁତ ହି ଭଲ, ଏକା ସାଙ୍ଗରେ ପରୀକ୍ଷା, ସମସ୍ତଙ୍କର ଗୋଟେ କ୍ୱେଶ୍ଚିନ୍, ଏକା ସାଙ୍ଗରେ ପରୀକ୍ଷା। ଅନଲାଇନ୍ ହେଲେ ଏଇଭଳିଆ ଆପଣଙ୍କର ପାର୍ସେଣ୍ଟାଇଲ୍ ବଗେରା ଆପଣଙ୍କର ବାହାରିବ ଆଉ, ଠିକ୍ ଅଛି। ତ ଆପଣମାନେ ଟ୍ରାଏ କରିକି ଦେଖନ୍ତୁ। ଥ୍ୟାଙ୍କ ୟୁ, ଜୟ ଜଗନ୍ନାଥ, ଧନ୍ୟବାଦ, ଥ୍ୟାଙ୍କ ୟୁ।